ପାଟଣାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି। କେନ୍ଦୁଝର ଜିଲ୍ଲା ପାଟନା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଆଜି ଅନୁଷ୍ଠିତ ହୋଇଥିଲା। ତେବେ ଜିଲ୍ଲାପାଳ ଏବଂ ଏସ୍ପି ଏଠାରେ ଯୋଗ ଦେଇନଥିଲେ, ଏଣୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା। ଏହି ଜନଶୁଣାଣି ଶିବିରରେ କେନ୍ଦୁଝର ଏଡିଏମ୍ଓ ଆଲୋକ କୁମାର ପ୍ରଧାନ, ପିଡି କୁମାର ନାଗଭୂଷଣ, ଡିଏଫ୍ଓ ଏଚ୍.ଡି. ଧନରାଜ, ସିଡିଏମ୍ଓ କିଶୋର କୁମାର ପୃଷ୍ଟି, ଏସ୍ଡିପିଓ ଘଟଗାଁ ପ୍ରଭାତ କୁମାର ତ୍ରିପାଠୀ ପ୍ରମୁଖଙ୍କ ସହିତ ପାଟନା ବ୍ଲକ ବିଡିଓ ମାନସ କୁମାର ଦଣ୍ଡପାଟ, ତହସିଲଦାର ଲୀଳାବତୀ ନାୟକ, ଜିପିଡିଓ ରଶ୍ମିରେଖା ମହାନ୍ତ, ସହକାରୀ ଯନ୍ତ୍ରୀ ସିଦ୍ଧ ମାଝୀ, ଡବ୍ଲ୍ୟୁଓ ଶୁଭେନ୍ଦୁ ବଳ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଶୁଭେନ୍ଦୁ ସାଗର କୁମାର ନାୟକ, ସାମାଜିକ କଲ୍ୟାଣ ଅଧିକାରୀ ଅଭୟ ଦେହୁରୀ, ଏପିଓ ଦୀପକ କୁମାର ବେହେରା, ରେଞ୍ଜର ବନବିହାରୀ ସର୍ଦାର ପ୍ରମୁଖଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଏଡିଓ ମାନେ ପଞ୍ଜୀକରଣ କାର୍ଯ୍ୟ ଏବଂ ଜନଶୁଣାଣି କାର୍ଯ୍ୟରେ ସହଯୋଗ କରିଥିଲେ। ରଞ୍ଜନ ବାରିଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।